ଭାବନ୍ତୁ ଆପଣଙ୍କ ଗାଁରେ ଗୋଟିଏ ପୂଜା ହେବା ପାଇଁ ଯାଉଛି, ଯେଉଁଥିପାଇଁ ଗାଁ ତରଫରୁ ଗୋଟିଏ ମିଟିଂ ଡକାହେଇଛି। ଆଉ ସେଇ ମିଟିଂରେ ଆପଣ ହିଁ ପ୍ରେଜେଣ୍ଟ ଅଛନ୍ତି, କିନ୍ତୁ ଆପଣଙ୍କ କଥାକୁ କିଏ ବି ଶୁଣୁନାହାନ୍ତି। ସମସ୍ତେ ଆପଣଙ୍କ କଥାକୁ ଇଗ୍ନୋର କରୁଛନ୍ତି, ଆପଣଙ୍କୁ କେହି ବି ସିରିୟସଲି ନେଉନାହାନ୍ତି, ଆଉ ଭ୍ୟାଲୁ ବି ଦେଉନାହାନ୍ତି। ସିଧା କଥା କହିବା ପାଇଁ ଗଲେ ଆପଣଙ୍କୁ କିଏ ବି ଖାତିର କରୁନାହାନ୍ତି। ତ ସେତେବେଳେ ଆପଣଙ୍କୁ କେମିତି ଲାଗିବ? କଷ୍ଟ ତ ହେବ ନା। କିନ୍ତୁ ଏହା କେବଳ ଆପଣଙ୍କ ସହିତ ଘଟୁନାହିଁ, ଦୁନିଆରେ ଏମିତି ହଜାର ହଜାର ଲୋକ ଅଛନ୍ତି ଯେଉଁମାନେ କି ଏହି ଯନ୍ତ୍ରଣା ସହିତ ଦିନ ବିତାଉଛନ୍ତି। ଆମେମାନେ ବଞ୍ଚିଥାଉ ସତ, କିନ୍ତୁ ନିଜର ଅସ୍ତିତ୍ୱ ଅଛି ବୋଲି ଫିଲ୍ ହୁଏନି। କିନ୍ତୁ କ୍ୱେଶ୍ଚିନ୍ ଏଇଆ ଆସୁଛି କି କ'ଣ ଆମେ ନିଜର ଭ୍ୟାଲୁ ବଢ଼ାଇ ପାରିବାନି? ତ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ କହିବି 5ଟି ଏମିତି ସାଇକୋଲୋଜିକାଲ ଆଉ ପ୍ରାକ୍ଟିକାଲ ଉପାୟ ଯାହାକି ଆପଣଙ୍କ ଭ୍ୟାଲୁକୁ ଏତେ ମାତ୍ରାରେ ବଢ଼େଇ ଦେବ କି ଲୋକ ଆପଣଙ୍କ ବିନା କାମ କରିବା ହିଁ ଭୁଲିଯିବେ। ସାଙ୍ଗମାନେ, ମୁଁ ଜାଣିଛି କି ଏହି ଭିଡ଼ିଓକୁ କେବଳ 10% ଲୋକମାନେ ହିଁ ଶେଷ ପର୍ଯ୍ୟନ୍ତ ଦେଖିବେ, ଯେଉଁମାନେ କି ଏ ସମାଜରେ ନିଜର ଦବଦବା ବନେଇବାକୁ ଚାହୁଁଛନ୍ତି, ନିଜର ପ୍ରତିଷ୍ଠା ବନେଇବା ପାଇଁ ଚାହୁଁଛନ୍ତି। ଆଉ ମୁଁ ସେଇ 10% ଲୋକମାନଙ୍କ ପାଇଁ ହିଁ ଏହି ଭିଡ଼ିଓ ବନାଉଛି। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ନମ୍ବର 1, ନିଜର ପ୍ରେଜେନ୍ସକୁ ପାୱାରଫୁଲ୍ ବନାନ୍ତୁ। ପ୍ରେଜେନ୍ସର ମାନେ କ'ଣ? ତାର ମାନେ ହେଉଛି ଯେବେ ଆପଣ କୌଣସି ଜାଗାକୁ ଯାଆନ୍ତି, ସେବେ ଲୋକମାନେ ଆପଣଙ୍କୁ କେମିତି ଫିଲ୍ କରନ୍ତି, ଆପଣଙ୍କ ପର୍ସନାଲିଟିର ସେଠାରେ କ'ଣ ପ୍ରଭାବ ପଡ଼ିଥାଏ। ମାନେ ଆପଣଙ୍କ ବଡି ଲାଙ୍ଗୁଏଜ, ଆପଣଙ୍କ ଚାଲିବା, ଆପଣଙ୍କ ବସିବା, ଆଇ କଣ୍ଟାକ୍ଟ, ଆପଣଙ୍କ ଡ୍ରେସିଂ ଷ୍ଟାଇଲ, ଆପଣଙ୍କ କହିବାର ତରିକା, ଏସବୁ ମିଶିକି ଆପଣଙ୍କ ପ୍ରେଜେନ୍ସ ବନାଏ। ଜାଣନ୍ତୁ ଏହା କାହିଁକି ଇମ୍ପୋର୍ଟାଣ୍ଟ ହେଇଥାଏ। ଭାବନ୍ତୁ, ଯେବେ ଆପଣ କୌଣସି ମିଟିଂ ଅବା ସାଙ୍ଗସାଥୀଙ୍କ ଗ୍ରୁପକୁ ଯାଆନ୍ତି, କ'ଣ ସେଠାରେ ଥିବା ଲୋକମାନେ ଆପଣଙ୍କୁ ଇଗ୍ନୋର କରନ୍ତି ନା ପ୍ରାୟୋରିଟି ଦିଅନ୍ତି? ଯଦି ଆପଣ କନଫିଡେଣ୍ଟ ଦେଖାଯିବେନି ତ ଆପଣ ଯେତେ କାମ କରନ୍ତୁ ନା କାହିଁକି, ଲୋକମାନେ ଆପଣଙ୍କୁ ହାଲକାରେ ହିଁ ନେବେ। କିନ୍ତୁ ଯଦି ଆପଣଙ୍କ ପ୍ରେଜେନ୍ସ ଷ୍ଟ୍ରଙ୍ଗ ଥିବ ତ ଲୋକମାନେ ଛାଁ ଛାଁ ଆପଣଙ୍କୁ ରେସ୍ପେକ୍ଟ ଦେବେ, ଆପଣଙ୍କ କଥା ଶୁଣିବେ। ତ ଏବେ କ୍ୱେଶ୍ଚିନ୍ ଆସୁଛି କି ଆପଣ ନିଜର ପ୍ରେଜେନ୍ସକୁ କେମିତି ପାୱାରଫୁଲ୍ ବନେଇବେ। ଫାର୍ଷ୍ଟ, ସିଧା ଛିଡ଼ା ହୁଅନ୍ତୁ, ସିଧା ବସନ୍ତୁ। କାରଣ ନଇଁକି ଛିଡ଼ା ହେବା ବା ବସିବା କନଫିଡେନ୍ସର ଅଭାବକୁ ଦର୍ଶାଏ। ସେକେଣ୍ଡ, କଥା ହେବା ସମୟରେ ଆଖିରେ ଆଖି ମିଶାଇକି କଥା ହୁଅନ୍ତୁ। ଥାର୍ଡ, ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ। ଫୋର୍ଥ, ନିଜର ଆୱାଜକୁ କନଫିଡେଣ୍ଟ ଆଉ କ୍ଲିଅରଲି କହିବା ଶିଖନ୍ତୁ। ଏକ୍ଜାମ୍ପଲ୍, ଯେବେ କୌଣସି ଲିଡର ଷ୍ଟେଜକୁ ଯାଏ, ତାର ପ୍ରେଜେନ୍ସ ହିଁ ତାର ପାୱାର ହେଇଥାଏ। ଆପଣ ବି ନିଜ ଲାଇଫରେ ସେମିତି ଲିଡର ହେଇପାରିବେ। ପଏଣ୍ଟ ନମ୍ବର 2, ନିଜ ସ୍କିଲ୍କୁ ମାଷ୍ଟର କରନ୍ତୁ। ସ୍କିଲ୍ର ମାନେ ହେଉଛି କୌଣସି କାମକୁ ଭଲ ଭାବରେ କରିବାର କଳା। ଆଉ ଯେବେ ଆପଣ କୌଣସି କାମରେ ଏକ୍ସପର୍ଟ ହେଇଯାଆନ୍ତି, ସେବେ ଲୋକମାନେ ଆପଣଙ୍କୁ ଭ୍ୟାଲୁ କରନ୍ତି। ଯଦି ଆପଣ ସବୁ ଜିନିଷ ଅଳ୍ପ ଅଳ୍ପ ଜାଣିଥାନ୍ତି କିନ୍ତୁ କୌଣସି ଗୋଟିଏ ଜିନିଷରେ ବି ପରଫେକ୍ଟ ହେଇନଥାନ୍ତି, ତ ଲୋକମାନେ ଆପଣଙ୍କୁ ରିପ୍ଲେସେବଲ୍ ଭାବନ୍ତି। କିନ୍ତୁ ଯଦି ଆପଣ କୌଣସି କାମରେ ମାଷ୍ଟର ହେଇଯାଆନ୍ତି ତ ଆପଣ ଇରିପ୍ଲେସେବଲ୍ ହେଇଯାଆନ୍ତି। ଆଉ ଏହା ହିଁ ହେଇଥାଏ ରିଏଲ୍ ଭ୍ୟାଲୁ। ଗୋଟିଏ ଏକ୍ଜାମ୍ପଲ୍ ବୁଝନ୍ତୁ। ଜଣେ ଲୋକ ଅଛି ଯିଏକି ଭିଡ଼ିଓ ଏଡିଟିଂରେ ଏକ୍ସପର୍ଟ, ତାକୁ ପ୍ରତ୍ୟେକ ୟୁଟ୍ୟୁବର ହାୟର କରିବାକୁ ଚାହାନ୍ତି। ଆଉ ଜଣେ ଲୋକ ଅଛି ଯିଏକି ସବୁ ଜିନିଷ ଅଳ୍ପ ଅଳ୍ପ ଜାଣିଛି, ଅଳ୍ପ ଡିଜାଇନ୍, ଅଳ୍ପ ଏଡିଟିଂ, ଅଳ୍ପ ରାଇଟିଂ, କିନ୍ତୁ କୌଣସି କାମରେ ବି ଏକ୍ସପର୍ଟ ନୁହେଁ। ତେବେ ଜବ୍ କାହାକୁ ମିଳିବ? ପ୍ରଥମ ଲୋକକୁ ନା ଦ୍ୱିତୀୟ ଲୋକକୁ? ଯିଏ ଗୋଟିଏ ସ୍କିଲ୍କୁ ମାଷ୍ଟର କରିବ, ତାର ଭ୍ୟାଲୁ ସବୁ ଜାଗାରେ ଅଧିକ ହେବ। ତେବେ ଆପଣଙ୍କୁ କ'ଣ କରିବା ଉଚିତ? ଫାର୍ଷ୍ଟ, ନିଜର ଗୋଟିଏ ଷ୍ଟ୍ରଙ୍ଗ ସ୍କିଲ୍ ବାଛନ୍ତୁ, ଯେମିତିକି ଭଏସ୍ ଓଭର, ଭିଡ଼ିଓ ଏଡିଟିଂ, କଣ୍ଟେଣ୍ଟ ରାଇଟିଂ, ସିଙ୍ଗିଂ, ଡ୍ୟାନ୍ସିଂ ଏକ୍ସେଟ୍ରା। ସେକେଣ୍ଡ, ତାକୁ ଡେଲି ବେସିସ୍ରେ ପ୍ରାକ୍ଟିସ୍ କରନ୍ତୁ। ଥାର୍ଡ, 6 ମାସ ପରେ ଦେଖିବେ ଲୋକ ଆପଣଙ୍କୁ ନିଜେ ହିଁ ଆପ୍ରୋଚ୍ କରିବେ। ଯେଉଁ ଲୋକ ଗୋଟିଏ କାମରେ ଚାମ୍ପିୟନ ହେଇଯାଏ, ତା ନାଁ ଲୋକମାନେ ମନେ ରଖନ୍ତି। ବାକି ଲୋକ ତ ଭିଡ଼ିଓରେ ହିଁ ଏମିତି ହଜିଯାଆନ୍ତି। ପଏଣ୍ଟ ନମ୍ବର 3, ନିଜ ସେଲ୍ଫ ରେସ୍ପେକ୍ଟ ସହିତ କେବେ ବି କମ୍ପ୍ରୋମାଇଜ୍ କରନ୍ତୁନି। ପ୍ରାୟତଃ ଆମେମାନେ ଅନ୍ୟମାନଙ୍କୁ ଖୁସି କରିବା ଚକ୍କରରେ ନିଜର ସ୍ୱାଭିମାନ ସହିତ କମ୍ପ୍ରୋମାଇଜ୍ କରିଦେଇ, ଯେମିତି ଯିଏ ଯାହା କହିଲା ତାକୁ ନ ବୁଝି ନ ସୁଝି ମାନି ନେବା, ନା କହିବାକୁ ଡରିବା। ଯଦି କିଏ କିଛି ଭଲ ମନ୍ଦ କହିଲା ତ ତାର ଜବାବ ନ ଦେଇ ଚୁପ୍ ରହିବା। ଭୁଲ ସାମ୍ନାବାଲାର ଥିବ କିନ୍ତୁ କ୍ଷମା ଆମେ ମାଗିନେବା। ଏସବୁ ହେଉଛି ସେଲ୍ଫ ରେସ୍ପେକ୍ଟ ସହିତ କମ୍ପ୍ରୋମାଇଜ୍ କରିବାର କିଛି ଏକ୍ଜାମ୍ପଲ୍।
ଲୋକମାନେ ଆପଣଙ୍କୁ ସେତେବେଳେ ଭ୍ୟାଲୁ ଦେବେ ଯେତେବେଳେ ଆପଣ ନିଜକୁ ଭ୍ୟାଲୁ ଦେବେ। ଯଦି ଆପଣ ନିଜେ ହିଁ ନିଜର ଭ୍ୟାଲୁ କରିବେନି ତ ଦୁନିଆ କାହିଁକି ଆପଣଙ୍କୁ ଭ୍ୟାଲୁ ଦେବ? ଯେବେ ଆପଣ କୌଣସି କଥାରେ ନା କହିବାର ସାହସ ରଖନ୍ତି, ଯେବେ ଆପଣ ନିଜର ପ୍ରିନ୍ସିପଲ ସହିତ ଷ୍ଟାଣ୍ଡ ନିଅନ୍ତି, ସେବେ ଲୋକମାନେ ଆପଣଙ୍କୁ ଲାଇଟଲି ନେବା ବନ୍ଦ କରିଦିଅନ୍ତି। ସେମାନେ ବୁଝିଯାଆନ୍ତି କି ପିଲାର ସେଲ୍ଫ ରେସ୍ପେକ୍ଟ ଅଛି। ଗୋଟେ ଛୋଟ ଏକ୍ଜାମ୍ପଲ ଦେଉଛି ଶୁଣନ୍ତୁ। ଗୋଟେ ଅଫିସରେ ଜଣେ ଏମ୍ପ୍ଲୟି ରେଗୁଲାର ବେସିସ୍ରେ ଓଭର ଟାଇମ୍ କରୁଥିଲା ବିନା କୌଣସି ଅଭିଯୋଗରେ। ସେ ଅଫିସର ବସ୍ ତାକୁ କେବେ ବି ପ୍ରଶଂସା କରେନି। ସିଏ ଭାବେ କି ଆକୁ ଯେତେବେଳେ ଯାହା କହିବେ ସେ କରିଦେବ। କିନ୍ତୁ ଯେବେ ଗୋଟେ ଦିନ ସେ ଏମ୍ପ୍ଲୟି ପୋଲାଇଟଲି କହିଲା କି ସାର୍ ମୁଁ ଓଭର ଟାଇମ୍ କେବଳ ଆବଶ୍ୟକତା ପଡ଼ିଲେ ହିଁ କରିବି, ମୋ ପାଇଁ ମୋ ଫ୍ୟାମିଲି ବି ଇମ୍ପୋର୍ଟାଣ୍ଟ, ସେବେ ବସ୍କୁ ଲାଗିଲା କି ଲୋକ ତା ନିଜର ଭ୍ୟାଲୁ ଜାଣିଛି। ଆଉ ସେଇଦିନ ଠାରୁ ଅଫିସରେ ସେ ଏମ୍ପ୍ଲୟିର ଇଜ୍ଜତ ବି ବଢ଼ିଗଲା। ସାଙ୍ଗମାନେ ବୁଝିପାରିଲେ ତ ମୁଁ ଯାହା କହୁଛି? ନିଜ ଆତ୍ମସମ୍ମାନ ସହିତ କେବେ ବି କମ୍ପ୍ରୋମାଇଜ୍ କରନ୍ତୁ ହିଁ ନାହିଁ, ସେବେ ଯାଇ ଆପଣଙ୍କ ଭ୍ୟାଲୁ ବଢ଼ିବ। ପଏଣ୍ଟ ନମ୍ବର 4, ସର୍ବଦା ନିଜର ଗ୍ରୋଥ ଉପରେ ଫୋକସ୍ କରନ୍ତୁ। ଗ୍ରୋଥର ମାନେ ହେଉଛି ପ୍ରତିଦିନ ନିଜକୁ ବେଟର ବନେଇବା, ନୂଆ ନୂଆ ସ୍କିଲ୍ ଶିଖିବା, ନୂଆ ନୂଆ ଆଇଡ଼ିଆ ଉପରେ କାମ କରିବା, ଆଉ ନିଜର ଲିମିଟକୁ ଆଗକୁ ବଢ଼େଇବା। ମାନେ ଯେବେ ଆପଣ ଶିଖିବା ବନ୍ଦ କରନ୍ତିନି, ରୁହନ୍ତିନି, ବରଂ ଡେଲି କିଛି ନୂଆ କରନ୍ତୁ, ତ ସେତେବେଳେ ଆପଣଙ୍କ ଭ୍ୟାଲୁ ବଢ଼େ। ଆଜିକା ମାର୍କେଟରେ ନିଜକୁ ଅପଡେଟ୍ କରିବା ବହୁତ ଜରୁରୀ ହେଇଥାଏ। କାରଣ ଯଦି ଆପଣ ସେସବୁ ପୁରୁଣା ତରିକାରେ କାମ କରି ଚାଲିବେ, ଯାହାକି 5 ବର୍ଷ ପୂର୍ବରୁ ଶିଖା ହେଇଥିଲା, ତ ଲୋକମାନେ ଆପଣଙ୍କୁ ଆଉଟଡେଟେଡ୍ ଭାବିବେ। ଏଇ ଦୁନିଆ ସ୍ପିଡରେ ଦୌଡ଼ୁଛି, ଡେଲି ନୂଆ ନୂଆ ନଲେଜ ଆଉ ସ୍କିଲ୍ସ ମାର୍କେଟକୁ ଆସୁଛି। ତେଣୁ ଯିଏ ନିଜର ଗ୍ରୋଥ ଉପରେ ଧ୍ୟାନ ଦେବ, ନିଜକୁ ଅପଡେଟ୍ କରିବା ଉପରେ ଧ୍ୟାନ ଦେବ, ସିଏ ହିଁ ଆଗକୁ ବଢ଼ିବ ଆଉ ସମସ୍ତେ ତାକୁ ଭ୍ୟାଲୁ ଦେବେ। ଏକ୍ଜାମ୍ପଲ, ଗୋଟେ ଲୋକ ଡେଲି ବେସିସ୍ରେ ନିଜର କାମକୁ ବେଟର ବନେଇ ଚାଲିଲା, ନୂଆ ନୂଆ ଟେକ୍ନିକ୍ ଶିଖି ଚାଲିଲା, ଆଉ 2 ବର୍ଷ ଭିତରେ ସିଏ ତା ଫିଲ୍ଡର ଏକ୍ସପର୍ଟ ହେଇଗଲା। ଲୋକମାନେ ତାର ପ୍ରଶଂସା କରୁଥିଲେ ଆଉ ତାର ଭ୍ୟାଲୁ ବି ବଢ଼ିଗଲା। ପଏଣ୍ଟ ନମ୍ବର 5, ଅନ୍ୟମାନଙ୍କ ଲାଇଫରେ ଭ୍ୟାଲୁ ଆଡ୍ କରନ୍ତୁ। ଏହାର ମାନେ ହେଉଛି ଆପଣ କେବଳ ନିଜ ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ବି କିଛି ଭଲ କରନ୍ତୁ। ଯେବେ ଆପଣ କାହାକୁ ସାହାଯ୍ୟ କରନ୍ତି, କାହାର ପ୍ରୋବ୍ଲେମକୁ ସଲ୍ଭ କରନ୍ତି, ଅବା କାହାର ଦିନ ଭଲ ବନାନ୍ତି, ତ ସେତେବେଳେ ଲୋକେ ଆପଣଙ୍କୁ ଅଧିକ ପସନ୍ଦ କରନ୍ତି ଆଉ ଆପଣଙ୍କୁ ଇଜ୍ଜତ ଦିଅନ୍ତି। ଜାଣନ୍ତୁ କି ଏଇଟା କାହିଁକି ଇମ୍ପୋର୍ଟାଣ୍ଟ ହେଇଥାଏ? ଯେବେ ଆପଣ ଅନ୍ୟମାନଙ୍କ ଲାଇଫରେ ପଜିଟିଭ ଇମ୍ପାକ୍ଟ ପକାନ୍ତି, ସେବେ ଲୋକମାନେ ଆପଣଙ୍କ ବିନା ନିଜ ଲାଇଫ ବିଷୟରେ ଭାବନ୍ତି ହିଁ ନାହିଁ। ତ ଏମିତି ଲୋକ ଭ୍ୟାଲୁଏବଲ୍ ହେଇଯାଆନ୍ତି ଯାହାଙ୍କ ବିନା କାମ ରହିଯାଏ। ତ ଆପଣ କେମିତି କରିବେ? ନିଜର ନଲେଜ ସେୟାର କରନ୍ତୁ, ସପୋର୍ଟ ଦିଅନ୍ତୁ, ସମସ୍ତଙ୍କୁ ରେସ୍ପେକ୍ଟ ଦିଅନ୍ତୁ, ଆଉ ନିଜର ଗୋଟିଏ ପଜିଟିଭ ଆଟିଟ୍ୟୁଡ୍ ରଖନ୍ତୁ। ତ ସାଙ୍ଗମାନେ, ଏହା ଥିଲା ସେଇ 5ଟି ସାଇକୋଲୋଜିକାଲ ଆଉ ପ୍ରାକ୍ଟିକାଲ ତରିକା। ନମ୍ବର 1, ନିଜର ପ୍ରେଜେନ୍ସକୁ ପାୱାରଫୁଲ୍ ବନାନ୍ତୁ। ନମ୍ବର 2, ନିଜ ସ୍କିଲ୍କୁ ମାଷ୍ଟର କରନ୍ତୁ। ନମ୍ବର 3, ନିଜ ସେଲ୍ଫ ରେସ୍ପେକ୍ଟ ସହିତ କେବେ ବି କମ୍ପ୍ରୋମାଇଜ୍ କରନ୍ତୁନି। ନମ୍ବର 4, ସର୍ବଦା ନିଜର ଗ୍ରୋଥ ଉପରେ ଫୋକସ୍ କରନ୍ତୁ। ନମ୍ବର 5, ଅନ୍ୟମାନଙ୍କ ଲାଇଫରେ ଭ୍ୟାଲୁ ଆଡ୍ କରନ୍ତୁ, ଯାହାଦ୍ୱାରା ଆପଣ ନିଜର ଭ୍ୟାଲୁକୁ ବହୁ ମାତ୍ରାରେ ବଢ଼େଇ ପାରିବେ। ତେବେ ଭିଡ଼ିଓର ଶେଷରେ ମୁଁ ବାସ୍ ଛୋଟ ଜିନିଷଟେ କହିବାକୁ ଚାହୁଁଛି। এই ଦୁନିଆରେ କେବଳ 2 ପ୍ରକାର ଲୋକ ଥାନ୍ତି। ଜଣେ ସିଏ ଯିଏକି ଲୋକମାନଙ୍କ କଥାରେ ନିଜର ସାରା ଜୀବନ ବିତେଇ ଦିଏ, ଆଉ ଅନ୍ୟ ଜଣକ ସିଏ ଯିଏକି ନିଜର ଭ୍ୟାଲୁ ଏତେ ମାତ୍ରାରେ ବଢ଼େଇ ଦିଏ କି ଦୁନିଆ ତାଠାରୁ ରାସ୍ତା ପଚାରି ବୁଝେ। ଆପଣ କେଉଁ କାଟାଗୋରୀ ଭିତରେ ରହିବେ ତାକୁ ଆପଣ ନିଜେ ହିଁ ଡିସାଇଡ୍ କରନ୍ତୁ। ତ ସାଙ୍ଗମାନେ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଆମକୁ ମନେ ରଖିଥାନ୍ତୁ। ଧନ୍ୟବାଦ।